श्रोताबंधु नमस्कार। शुभेच्छा जणी आरंभ करुछु आजिर आकाशवाणी कृषि शिक्षा कार्यक्रम। श्रोताबंधु, संतुलित परिवेश पाई आमर जीवन शैली एवं अभ्यासर परिवर्तन आवश्यक। सेथिपाई प्रत्येक लोक व्यक्तिगत स्तर रे उद्यम करिबा दरकार। विशेषकर प्लास्टिक जनित प्रदूषण को रोकिया पाई समस्ते अंटा भिड़िबा दरकार। हाँ श्रोताबंधु, आजिर तारीख रे गाँ ठारू सहर जाए जेउठिकी भी जिबे देखिबे कूढ़ कूढ़ प्लास्टिक आवर्जना एणे तेणे होई दीर्घ दिन धरी पड़ी रहुछि। विशेषकर बाहाघर, व्रतघर, जानी यात्रा, पर्वपर्वाणी एवं मेला महोत्सव रे बहुल परिमाण रे प्लास्टिक रो ग्लास, कप, चामच, स्ट्रॉ भली व्यवहृत हेउथिबा सामग्री गुड़िक पड़ी रही परिवेश को प्रदूषित करुछि। एहा माटी एवं मनुष्यर स्वास्थ्य प्रति विपद सृष्टि करुछि। विशेषकर मेला महोत्सव हेउथिबा जागा मानंकरे प्लास्टिक आवर्जना गुड़िक बहुल परिमाण रे देखिबाकू मिले। एथिपाई संपृक्त मेला किंबा महोत्सवर कर्मकर्ता माने दृष्टि देबा निहाती दरकार। प्लास्टिक पदार्थ को एणे तेणे न पकाई डस्टबिन ने पकाई निरंतर व्यवधान रे नष्ट करिबा आवश्यक। हाँ श्रोताबंधु, प्लास्टिक आवर्जना शह शह वर्ष धरी माटी रे पड़ी रहिले मध्य एहा नष्ट हुए नाही। एहा नई, नाଳ, समुद्र एवं माटी रे मिसी खाद्य श्रृंखल माध्यम रे आम देह भीतर को प्रवेश करे, जहा फଳରେ आमे धीरे धीरे मृत्यु मुख को टाणी हेई जाऊ। आसंतु आजिर दिन रे एकक व्यवहृत प्लास्टिक को व्यवहार न करिबा पाई संकल्पबद्ध हेबा। निजर स्वास्थ्य एवं परिवेश पाई सजाग रहिबा। जेते पारिबा प्लास्टिक रो व्यवहार ठारू दूरेई रहिबा। परिवेशर बंधु होई प्लास्टिक प्रदूषणर मात्रा को कमेइबारे साहाय्य करिबा। श्रोता बंधु, आसंतु भजनटिए सुनी कार्यक्रम को आगेई नेबा। कृष्ण केशव हरे मुरारी, हे नीलमाधव हे दयितारी। हे कृष्ण केशव हरे मुरारी, हे नीलमाधव हे दयितारी। तुम्हें तो बंधु सखा मोहरी,
ବିଶ୍ୱମୋହନ ହେ ବଂଶୀଧାରୀ ଅଧରୁ ପଡ଼ି ଅମୃତ ଝରି ହେ କୃଷ୍ଣ କେଶବ ହରି ମୁରାରୀ ହେ ନୀଳମାଧବ ହେ ଦଇତାରୀ। ଭଜନ ତ ଶୁଣିଲେ ମନ କର୍ଣ୍ଣ ପବିତ୍ର ହେଇଗଲା। ଏବେ ଆମ ପେଟ ପାଟଣା କଥା। ଶ୍ରୋତା ବନ୍ଧୁ, ଗାଁ ଗହଳରେ ରହୁଥିବା ମହିଳାମାନେ ଏବେ ସ୍ୱାବଲମ୍ବୀ ହେଲେଣି। ବିଭିନ୍ନ ପ୍ରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଜର ଉତ୍ପାଦକୁ ବିକ୍ରିବଟା କରି ପରିବାରର ଆର୍ଥିକ ସମସ୍ୟାକୁ ବହୁ ପରିମାଣରେ ସୁଧାରିବାକୁ ଚେଷ୍ଟା କଲେଣି। ତେବେ ଏହି ପରିପ୍ରେକ୍ଷୀରେ ଆଜିର କାର୍ଯ୍ୟକ୍ରମରେ ରହିଛି ଗୋଟିଏ ଖୁବ୍ ଯୁଗୋପଯୋଗୀ ଶିକ୍ଷାଦାନ। ଶିକ୍ଷାଦାନର ବିଷୟ ହେଉଛି ଗ୍ରାମୀଣ ଉତ୍ପାଦ ବିକ୍ରିରେ ମହିଳାମାନଙ୍କ ଭୂମିକା। ଶିକ୍ଷାଦାନ କରିବାକୁ ବୈଠକରେ ଆସି ପହଞ୍ଚି ଗଲେଣି ଓର୍ମାସର ପରିଚାଳକ ଡକ୍ଟର ଶ୍ରୀକାନ୍ତ ପରିଜା। ତେବେ ମହାଶୟ ଏବେ ଶିକ୍ଷାଦାନ କରନ୍ତୁ, ଆମେ ବସି ଶୁଣିବା। ନମସ୍କାର। ଭାରତରେ 50% ଅଧିକା ଆଉ ଓଡ଼ିଶାରେ 60% ଅଧିକା ଗ୍ରାମାଞ୍ଚଳରେ ବସବାସ କରନ୍ତି। ଗ୍ରାମାଞ୍ଚଳରେ ମହିଳାମାନଙ୍କର ଭୂମିକା ବହୁତ ଅଧିକା। ମହିଳାମାନେ ଆଜିକାଲିକା ଦିନରେ ସମସ୍ତେ ସ୍ୱାସ୍ଥ୍ୟଠୁ ଆରମ୍ଭ କରିକିରି କୃଷି ଭିତ୍ତିକଠୁ ଆରମ୍ଭ କରିକିରି ପ୍ରାୟ ସବୁ ଜିନିଷରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ଏଇ ଯୋଉ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ଆମେ ରଖିଛୁ ଗ୍ରାମୀଣ ଉତ୍ପାଦ ମାନେ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଇଥିବା ସାମଗ୍ରୀକୁ ଗ୍ରାମୀଣ ଉତ୍ପାଦ କୁହାଯାଉଛି। ତାର ବିକ୍ରିରେ ମହିଳାମାନଙ୍କ ଭୂମିକା କ'ଣ ରହୁଛି ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯଦି ଆମର ଯୋଉ ଜିଲ୍ଲା ସ୍ତରୀୟ ଯେକୌଣସି ପ୍ରଦର୍ଶନୀ ହେଉଛି, ଯେମିତି କଟକର ବାଲିଯାତ୍ରା ହେଉଛି, କଟକର ବାଲିଯାତ୍ରାରେ ଆପଣମାନେ ଦେଖିଦେବେ ତା ଭିତରେ ଗୋଟେ ଗ୍ରାମୀଣ ଶିଳ୍ପ ବଜାର ପଡୁଛି। ସରକାରଙ୍କର ଗୋଟେ ସଂସ୍ଥା ଅଛି ଓର୍ମାସ ବୋଲି, ପଞ୍ଚାୟତରାଜ ବିଭାଗର। ସେଇ ଗ୍ରାମୀଣ ବଜାର ଯୋଉଟା ପଲ୍ଲିଶ୍ରୀ ମେଳା ପଡୁଛି, ଶୁଣିକିରି ଆଶ୍ଚର୍ଯ୍ୟ ହେବେ 8 ଦିନ ଭିତରେ ଆର ବର୍ଷ 43 କୋଟି ଟଙ୍କାର ବିକ୍ରୟ ହୋଇଥିଲା ଗ୍ରାମୀଣ ମହିଳା ମାନଙ୍କର ସାମଗ୍ରୀ। ଏଥିରୁ ଆପଣମାନେ ଜାଣିପାରୁଥିବେ ଯେ ଗୋଟେ ଗ୍ରାମୀଣ ସାମଗ୍ରୀର ଉତ୍ପାଦନ ଆଉ ବିକ୍ରୟରେ କୋଉ ଭୂମିକା ଗ୍ରହଣ କରୁଛନ୍ତି ମହିଳାମାନେ। ପ୍ରଥମେ ଆମେ ଷ୍ଟେଜ ୱାଇଜ ଆମେ ନବା କେମିତି ଗ୍ରାମୀଣ ଉତ୍ପାଦନ ଯୋଉ ସାମଗ୍ରୀ କରୁଛନ୍ତି ତାକୁ କେମିତି ଉନ୍ନତ ପ୍ରଣାଳୀରେ କରିପାରିଲେ କେମିତି ଗ୍ରାହକ ମାନଙ୍କ ପାଖରେ ପହଞ୍ଚି ପାରିବ ଏବଂ ଗ୍ରାହକ ମାନଙ୍କ ପାଖରେ ତାହାର ଚାହିଦା ବଢିବ। ଉତ୍ପାଦନ ସହିତ ବିକ୍ରୟ କେମିତି ହେଇପାରିବ, କାହିଁକି ନା ସବୁର ମୁଖ୍ୟ ଆଭିମୁଖ୍ୟ ହଉଛି ଜିନିଷଟି ଯୋଉଟା ପ୍ରସ୍ତୁତ କରାଗଲା, ଯୋଉଟା ଉତ୍ପାଦନ କରାଗଲା ତାକୁ ଗ୍ରାହକ ମାନଙ୍କ ପାଖରେ ପହଞ୍ଚିଲେ ତାହାର ଉଚିତ ମୂଲ୍ୟ ପାଇଲେ ସେ ବିକ୍ରୟ ଲବ୍ଧ ପଇସାରୁ ଗ୍ରାମାଞ୍ଚଳ ମହିଳା ମାନଙ୍କର ଆର୍ଥିକ ଉନ୍ନତି ଘଟିବ। ଧରାଯାଉ ଆମେ ନେଲୁ ଗ୍ରାମାଞ୍ଚଳର ମହିଳା ମାନେ କଣ କଣ ଉତ୍ପାଦନ କରୁଛନ୍ତି। ଆପଣମାନେ ସାଧାରଣତଃ ଜାଣିଥିବେ ସେମାନେ ବଡି, ପାମ୍ପଡ଼, ମସଲା ଜାତୀୟ ଦ୍ରବ୍ୟ ହଉ, ଆପଣଙ୍କର ଟେରାକୋଟା ସାମଗ୍ରୀ ହଉ, ଘରକରଣା ଜିନିଷଠୁ ଆରମ୍ଭ କରିକିରି ରୋଷେଇ ବାସର ଜିନିଷ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର ଯେ ଜିନିଷ ଆଜିକାଲିକା ଯେତେ ଟେକ୍ନୋଲୋଜି ଆଗକୁ ଗଲାଣି, ଗ୍ରାମାଞ୍ଚଳରେ ମହିଳାମାନେ ବିଭିନ୍ନ ପ୍ରକାର ମେସିନ ପକେଇକିରି ମେସିନରୁ ବହୁତ ଭଲ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ସେଇ ଯୋଉ ସାମଗ୍ରୀ ଉତ୍ପାଦନ କରୁଛନ୍ତି ଆମକୁ ଗ୍ରାମାଞ୍ଚଳରୁ ବିକ୍ରୟଟା ଆକ୍ଚୁଆଲି ଅଧିକା କୋଉଠି ହୁଏ? ସହରାଞ୍ଚଳରେ ହୁଏ। ଗ୍ରାମାଞ୍ଚଳର ସାମଗ୍ରୀ କି ସହରାଞ୍ଚଳର ବାସିନ୍ଦା କେମିତି ଅଧିକା କିଣିବେ, ସେତିକ କିଣିବାକୁ ହେଲେ ଆମକୁ କିଛି କାଟଗୋରୀ ୱାଇଜ ମୁଁ ଆପଣମାନଙ୍କୁ ବୁଝେଇ ଦଉଛି। ଏଇ ପର୍ଯ୍ୟାୟରେ ଆମେ ଗଲେ ସେଇ ଗ୍ରାମାଞ୍ଚଳର ସାମଗ୍ରୀକୁ ଆମେ ସହରାଞ୍ଚଳର ଲୋକମାନଙ୍କ ପାଖରେ ଯୋଉ ବିକ୍ରେତା ମାନେ ବିକିବେ, କ୍ରେତା ମାନଙ୍କ ଭିତରେ ତାଙ୍କୁ କିଣିବା ପାଇଁ ଆହୁରି ଆଗ୍ରହ ପ୍ରକାଶ ପାଇବ। ଯେତେ ବିକ୍ରୟ ଅଧିକା ହବ ଗ୍ରାମାଞ୍ଚଳ ମହିଳା ମାନଙ୍କର ଆର୍ଥିକ ଅଭିବୃଦ୍ଧିର ହାର ସେତେ ଘଟିବ। ତେଣୁ ପ୍ରଥମେ ଆମେ ଦେଖିବାକୁ ପଡିବ ସେଇ ଗ୍ରାମାଞ୍ଚଳରେ ଯୋଉ ମହିଳା ମାନେ ଯୋଉ ସାମଗ୍ରୀଟିକୁ ଉତ୍ପାଦିତ କରିବେ, ସେଇ ଉତ୍ପାଦନ ସାମଗ୍ରୀ ବହୁଳ ଭାବେ ତାର କଞ୍ଚାମାଲ ଆଭେଲେବୁଲ ଅଛି କି ନାହିଁ। ଧରି ନିଆଯାଉ ଗୋଟେ ଗ୍ରାମାଞ୍ଚଳରେ ସେ ଗ୍ରାମରୁ ଆହୁରି 50 କିଲୋମିଟର ଦୂରରେ ସେମାନେ ବିରି ଉତ୍ପାଦନ କରୁଛନ୍ତି, କିନ୍ତୁ ସେଇ ଗ୍ରାମରେ ବିରି ଉତ୍ପାଦନ ହଉନାହିଁ। କିନ୍ତୁ ସେଇ ଗ୍ରାମାଞ୍ଚଳର ମହିଳା ମାନେ ଚାହିଁଲେ ଯେ ବଢି କରିବା ପାଇଁ, ତେଣୁ ଆମକୁ ଯୋଉ ଯିବା ଆସିବା ଯାନବାହନରେ ଖର୍ଚ୍ଚ ଯୋଉଟା ଟ୍ରାନ୍ସପୋର୍ଟେସନ କଷ୍ଟ କୁହାଯାଉଛି ତାପରେ ଡିପେଣ୍ଡାଣ୍ଟ ହବାକୁ ପଡିବ। ତେଣୁ ପ୍ରଥମେ ଆମକୁ ଦେଖିବାକୁ ପଡିବ ଯୋଉ ଜିନିଷ
ଉତ୍ପାଦନ କରିବେ ତାର କଞ୍ଚାମାଲ ସେଇ ଗ୍ରାମରେ ଅଥବା ଗ୍ରାମର ପାର୍ଶ୍ୱବର୍ତ୍ତୀ ଗ୍ରାମରେ ମିଳିବା ନିହାତି ଦରକାର। ଗ୍ରାମାଞ୍ଚଳର ଯୋଉ ଜିନିଷ ଉତ୍ପାଦନ କରିବେ ପ୍ରଥମ ହେଉଛି ତାର ଗୁଣବତ୍ତା ପରୀକ୍ଷା କରିବା ଆଉ ଗୁଣବତ୍ତା ମାନ ରକ୍ଷା କରି ତାକୁ ପ୍ରସ୍ତୁତ କରିବା। ଦେଶ ଆଉ ରାଜ୍ୟ ବାହାରେ ବି ଗ୍ରାମାଞ୍ଚଳ ସାମଗ୍ରୀର ଆଜିକା ଦିନରେ ବହୁତ ଚାହିଦା ବଢି ଯାଇଛି। କାହିଁକି ନା ତାର ଗୁଣବତ୍ତାର ମାନ। ସପୋଜ ମହିଳାମାନେ ବସି ପାମ୍ପଡ଼ ତିଆରି କରୁଛନ୍ତି। ପାମ୍ପଡ଼ ହେଉଛି ଗୋଟେ ଖାଦ୍ୟ, ତେଣୁ ଯେତେବେଳେ ପ୍ରସ୍ତୁତ ପୂର୍ବରୁ ମୁଣ୍ଡରେ କ୍ୟାପ୍ ଲଗେଇବାକୁ ପଡିବ, କାହିଁକି ନା ତା ଦେହରେ ଯଦି ମୁଣ୍ଡରୁ ଗୋଟେ ଚୁଟି ଗଳି ପଡିଲା ତାହେଲେ ପାମ୍ପଡ଼ରେ ମିଶିଗଲା। ତେଣୁ ଗ୍ରାମାଞ୍ଚଳରେ କରୁଥିବା ଯେକୌଣସି ବ୍ରାଣ୍ଡର ଯେକୌଣସି ପାମ୍ପଡ଼ ହଉ କି ଯେକୌଣସି ଖାଦ୍ୟ ସାମଗ୍ରୀ ହଉ ତାହା ପ୍ରତି ସମସ୍ତ ଧାରଣା ଖରାପ ହେଇଯିବ କ୍ରେତା ମାନଙ୍କ ଭିତରେ। ତେଣୁ ଆଗେ ନିଜେ ପରିଷ୍କାର ପରିଚ୍ଛନ୍ନତା ରହିବା ସହିତ ସବୁ ଦୃଷ୍ଟି କୋଣରୁ ସତର୍କତା ଅବଲମ୍ବନ କରିକିରି ଜିନିଷ ତିଆରି କରିବାକୁ ପଡିବ। ଯୋଉ ଜିନିଷଟି ତିଆରି କରିବ ତା କଞ୍ଚାମାଲକୁ ତାର ମାନ ନିର୍ଦ୍ଧାରଣ କରିବାକୁ ପଡିବ। ଯେକୌଣସି ଜିନିଷ କରୁଛନ୍ତି ତାକୁ ଭଲ କରି ପରିଷ୍କାର କରିବାକୁ ପଡିବ। ପରିଷ୍କାର ସହିତ ତାକୁ କେମିତି ଅଧିକ ଦିନ ପ୍ରିଜର୍ଭେସନ ସଂରକ୍ଷଣ କରିକି ରହିପାରିବ ତା ସହିତ ବିଭିନ୍ନ ବିଭାଗ ମଧ୍ୟ ଅଛନ୍ତି। କୃଷି ବିଭାଗ ସାଙ୍ଗରେ କଥାବାର୍ତ୍ତା କରିବାକୁ ପଡିବ। କ୍ୱାଲିଟି କଣ୍ଟ୍ରୋଲ ଯୋଉମାନେ ମାନ ନିର୍ଦ୍ଧାରଣ କରୁଛନ୍ତି ତାଙ୍କ ସହିତ କଥାବାର୍ତ୍ତା କରିବାକୁ ପଡିବ। ଯୋଉ ସରକାରୀ ଅଫିସ କି ଯିବା ଏତେଟା ଆଉ ଦରକାର ପଡୁନାହିଁ। ଗ୍ରାମାଞ୍ଚଳରେ ଆପଣମାନଙ୍କ ପାଖରେ ବି କୃଷି ବିଭାଗର ଅଧିକାରୀ ମାନେ ପହଞ୍ଚୁଛନ୍ତି। ଆପଣମାନଙ୍କ ବ୍ଲକରେ ଆସିକିରି ସବୁ କର୍ମଚାରୀ ମାନେ ପହଞ୍ଚୁଛନ୍ତି, ପ୍ରତି ମାସରେ ପହଞ୍ଚୁଛନ୍ତି। ପ୍ରତି ମାସରେ ସମ୍ମିଳନୀ ହଉଛି, ଆପଣମାନେ ସେଠୁ ବି ଶିକ୍ଷା ଗ୍ରହଣ କରିପାରିବେ। ଆଉ ଟ୍ରେନିଂ କାର୍ଯ୍ୟକ୍ରମ ବି ହଉଛି। ସେଇ ଯୋଉ ଜିନିଷଟା ତିଆରି କରୁଛନ୍ତି ପ୍ରଥମେ ଗୁଣବତ୍ତାକୁ ପରୀକ୍ଷା କରିବେ, ଗୁଣବତ୍ତା ବିଷୟରେ ଧ୍ୟାନ ଦେବେ, ତାର ଯୋଉ ସାମଗ୍ରୀ କରୁଛନ୍ତି ତାର ମାନ ନିର୍ଦ୍ଧାରଣ କରିବେ। ମାନ ନିର୍ଦ୍ଧାରଣ କରିବେ ଆପଣ ଯୋଉ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରନ୍ତି, ଖାଦ୍ୟ ସାମଗ୍ରୀ ହଉ କି ଆଉ ଯାହା ହଉ, ତାକୁ କେମିତି ଉନ୍ନତ ପ୍ରଣାଳୀରେ ପ୍ରସ୍ତୁତ ହବ, ଯୋଉଟା ରହିଗଲେ ଖରାପ ହବନି। ତା ପାଇଁ ଯଦି କୌଣସି ଆମର ଯୋଉ ପ୍ରକ୍ରିୟାକରଣ କରାଯାଏ ତାକୁ ସଠିକ ଭାବେ କରିବାର ଅଛି। ତା ସହିତ ହଉଛି ଆମେ ପ୍ରସ୍ତୁତ ସାମଗ୍ରୀକୁ ଉନ୍ନତ ଭାବେ ପ୍ୟାକେଜିଂ କରିବା ଦରକାର। ପ୍ୟାକେଜିଂ ହଉଛି ମୁଖ୍ୟ। କାହିଁକି ନା ଆପଣ ଧରନ୍ତୁ କୌଣସି ଓଦାଳିଆ ଆଚାରଟା ଯୋଉଥିରେ ପ୍ୟାକେଜିଂ କରାଯାଇ ପାରିବ ସେଇ ପ୍ୟାକେଜିଂ ଟା ଆମର ଶୁଖିଲା ଖାଦ୍ୟରେ ସେ ପ୍ୟାକେଜିଂ ହବନି। କାହିଁକି ନା ଯେକୌଣସି ଜିନିଷରେ ପ୍ୟାକେଜିଂ କରାଯାଏ ସବୁର କିଛି ସେଣ୍ଟିଗ୍ରେଡ ମାନେ ଉତ୍ତାପ ନିୟନ୍ତ୍ରଣ କରିବାର କ୍ଷମତା ଥାଏ। ତେଣୁ ପ୍ୟାକେଜିଂ କରିବା ପୂର୍ବରୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ଯେ ଏଇ ଯୋଉ ଗ୍ରାମୀଣ ସାମଗ୍ରୀ ଖାଦ୍ୟ ଦ୍ରବ୍ୟ ପାଇଁ କୋଉ ଟାଇପର ପ୍ୟାକେଜିଂ କରିବାକୁ ପଡିବ। ଶୁଖିଲା ଦ୍ରବ୍ୟ ପାଇଁ ଖାଦ୍ୟ ଦ୍ରବ୍ୟ ହଉ କି ସାମଗ୍ରୀର ତାକୁ କୋଉ ବାଗିଆ ପ୍ୟାକେଜିଂ କରିବାକୁ ପଡିବ। ଯୋଉଟା ଓଦାଳିଆ ରହୁଛି ତାକୁ କେମିତି ପ୍ୟାକେଜିଂ କରିବାକୁ ପଡିବ। ପ୍ୟାକେଜିଂ ସହିତ ଆପଣ ମାନେ ଦେଖିଥିବେ ଯେତେବେଳେ ବଡ ବଡ ମଲ୍ କୁ ଯାଉଛନ୍ତି, ବଡ ବଡ ମଲରେ 50 ପ୍ରକାର କମ୍ପାନୀର ଜିନିଷ ଥୁଆ ହେଇଛି। ଆପଣ ଦେଖନ୍ତୁ ଗୋଟେ ବଡ ମଲ୍ କୁ ଗଲେ, ମୁଁ ଆପଣଙ୍କୁ ଉଦାହରଣ ଦଉଛି, 30ଟା କମ୍ପାନୀର ଅଟା ପ୍ୟାକେଟ ଥୁଆ ହେଇଛି। ଗୋଟେ କ୍ରେତା ଆସିଲେ କିଣିବା ପାଇଁ, କ୍ରେତା ଯେତେବେଳେ ଆସିଲେ 30ଟା କମ୍ପାନୀର ଯେକୌଣସି ଜିନିଷ ଥୁଆ ହେଇଛି, ସାମଗ୍ରୀ ଥୁଆ ହେଇଛି, 30ଟା କମ୍ପାନୀର ଲୋକ ସେଠି ନାହାନ୍ତି, କିନ୍ତୁ ସେଇ ସାମଗ୍ରୀ ନିଜେ କଥା କହୁଛି। ଆପଣ ମାନେ ପଚାରିବେ ଯେ ଆଜ୍ଞା ସାମଗ୍ରୀ ତ ନିର୍ଜୀବ, ସିଏ କେମିତି କଥା କହୁଛି? ସାମଗ୍ରୀ କଥା କହୁଛି, ସେ ନିଜେ ଆକର୍ଷିତ କରଉଛି କ୍ରେତାଙ୍କୁ, ମତେ ହିଁ କିଣ, ମୋ ଭିତରେ ଏଇ ଜିନିଷ ଅଛି। ତାପରେ ବ୍ରାଣ୍ଡିଂ ହଉଛି ସବୁଠାରୁ ବଡ ଜିନିଷ। ସେ ଅଟା ଦିହରେ ଆପଣ ଦେଖିବେ କ୍ୟୁଆର କୋଡ ଥିବ। ଯୋଉ କ୍ୟୁଆର କୋଡ ଟି ମାରିଦେଲେ ଆଜିକାଲି ଶାଢୀର ପ୍ୟାକେଜିଂ ଉପରେ ଆପଣ ଯଦି ହ୍ୟାଣ୍ଡଲୁମ ର ପାଟ ଶାଢୀ, ଖଣ୍ଡୁଆ ଶାଢୀ, ଆ ଭିତରେ କ୍ୟୁଆର କୋଡ ସବୁ ଦିଆ ହଉଛି। କ୍ୟୁଆର କୋଡ ରେ ଆପଣ ମୋବାଇଲରେ ସ୍କାନ କରିଦେଲେ ଟୋଟାଲ ତା ଭିତରେ ଆସିଯିବ ଇଏ କୋଉ ସୂତାରେ କେମିତି, ଆର ପ୍ରସିଦ୍ଧି କେବେ ଲାଭ କରିଥିଲା, ଆର ଗୁଣବତ୍ତା କଣ ଅଛି। ଆପଣ ଅଟାର ପ୍ୟାକେଟ ଆପଣ ଦେଖିବେ ମାର୍କେଟରେ ଯୋଉ ଅଟା ମିଳୁଛି ତା ଦେହରେ ଗୋଟେ କ୍ୟୁଆର କୋଡ ଅଛି। କ୍ୟୁଆର କୋଡ ମାରିଦେଲେ ସେ କୋଉଠିକାର ଗହମ ସବୁ ଡିଟେଲ ଚାଲି ଆସିବ। ତା ସହିତ ବି ଆପଣଙ୍କର ଯୋଉ ସାମଗ୍ରୀ କି ପ୍ରସ୍ତୁତ କରୁଛନ୍ତି ତାର 2 ପ୍ରକାର ଟେଷ୍ଟ କରିବାକୁ ପଡେ। ଖାଦ୍ୟ ସାମଗ୍ରୀ କ୍ୱାଲିଟି କଣ୍ଟ୍ରୋଲ ଟେଷ୍ଟରେ ତାର ମାନ ନିର୍ଦ୍ଧାରଣ ହେଇଗଲା
ହେଇଗଲା ପରେ ସେଠୁ ସାର୍ଟିଫାଇ ହେଇଗଲା ପରେ ତା ଦେହରେ ନ୍ୟୁଟ୍ରିସନାଲ ଭ୍ୟାଲୁ ମାନେ ଆପଣ ସବୁ ଜିନିଷ ଖାଦ୍ୟ ହଉ କି ପାନୀୟ ହଉ ସବୁଥିରେ ଆପଣ ଦେଖିବେ ତା ଦେହରେ ଲେଖା ହେଇଥିବ କୋଉ କମ୍ପୋନେଣ୍ଟ କେତେ ଅଛି, କାର୍ବୋହାଇଡ୍ରେଟ କେତେ ଅଛି, ଫ୍ୟାଟ କେତେ ଅଛି, ପ୍ରୋଟିନ କେତେ ଅଛି। ତେଣୁ ସରକାରଙ୍କର ବି ମାନ ନିର୍ଦ୍ଧାରଣ କରିବାର ଲାବୋରେଟୋରୀ ଅଛି, ସରକାରୀ ଅନୁମୋଦିତ ଲାବୋରେଟୋରୀ ଅଛି। ସେଇ ଲାବୋରେଟୋରୀରେ ଆପଣଙ୍କର ଖାଦ୍ୟର ଗୁଣବତ୍ତା ମାନ ନିର୍ଦ୍ଧାରଣ କରିବେ, ଯାହାର ସାର୍ଟିଫିକେଟ ଆସିଥିବ। ଦୁଇ ପ୍ରକାର ସାର୍ଟିଫିକେଟ ଆସିବ, ଗୋଟା ହଉଛି ଆପଣଙ୍କର ଯୋଉଟା ମୁଁ ପ୍ରଥମେ କହିଲି ତାର ଗୁଣବତ୍ତା କୋଉ ଭିଟାମିନ୍ କେତେ ଅଛି ତାର, ଆଉଟା ହଉଛି ସେଲ୍ଫ ଟେଷ୍ଟ। ସେଲ୍ଫ ଟେଷ୍ଟର ଅର୍ଥ ହଉଛି ଆପଣ ଦେଖିଥିବେ ପ୍ରତି ଜିନିଷରେ ଲେଖା ଯାଇଥାଏ ମାନୁଫ୍ୟାକ୍ଚରିଂ ଡେଟ୍, କେବେ ତିଆରି ହେଇଥିଲା। ସବୁ ଜିନିଷର ଏକ୍ସପାୟରି ଥାଏ, ମାନେ ଖରାପ ହେଇଯିବାର ଗୋଟେ ତାରିଖ ଥାଏ। ତେଣୁ କ୍ୱାଲିଟି କଣ୍ଟ୍ରୋଲ ଟେଷ୍ଟ ଯୋଉଠି କରାଯାଏ, ଯୋଉ ଲାବୋରେଟୋରୀ ଅଛି, ସେମାନେ ଦୁଇ ପ୍ରକାର ଟେଷ୍ଟ କରିକି ଦେବେ। ଗୋଟେ ହଉଛି ଆପଣଙ୍କୁ ପ୍ରଥମେ କହିଥିଲି ନ୍ୟୁଟ୍ରିସନାଲ ଭ୍ୟାଲୁ, ଖାଦ୍ୟର କଣ କଣ ନ୍ୟୁଟ୍ରିସନ ଭ୍ୟାଲୁ ଅଛି ତାର ଗୋଟେ ସାର୍ଟିଫିକେଟ ସେମାନେ ଦେବେ। ତା ସହିତ ଆପଣଙ୍କୁ ସେଲ୍ଫ ଟେଷ୍ଟ, ମାନେ ଏ ଜିନିଷଟି କେତେ ଦିନ ପର୍ଯ୍ୟନ୍ତ ରହିପାରିବ ଆଉ କେତେ ଦିନ ପରେ ଖରାପ ହେଇଯିବ। ତେଣୁ ଆପଣ ଯୋଉ ଜିନିଷଟି କରିଥିବେ ଆପଣ ଫାଷ୍ଟ କଣ କଲେ, ତାର ଗୁଣବତ୍ତାକୁ ପରୀକ୍ଷା କଲେ, ଗୁଣବତ୍ତା ପ୍ରତି ଧ୍ୟାନ ଦେଲେ, ତାପରେ ପ୍ୟାକେଜିଂ କଲେ, ପ୍ୟାକେଜିଂ ପରେ ଆପଣ କଣ କଲେ, ବ୍ରାଣ୍ଡିଂ କଲେ। ବ୍ରାଣ୍ଡିଂ ମାନେ ଆପଣଙ୍କ ସ୍ୱତନ୍ତ୍ର ଲୋଗୋ କଲେ, ଜିନିଷର ନାଁ ଲେଖିଲେ, ବଜାରରେ ଅଲଗା ଜିନିଷ ଠାରୁ ଆପଣଙ୍କ ଜିନିଷ କାହିଁ ଭଲ। ଯେମିତି ଆପଣ ଦେଖିବେ ବଡ ବଡ କମ୍ପାନୀ ମାନେ ଅଟା ଦିହରେ ଲେଖୁଛନ୍ତି ସ୍ୱତନ୍ତ୍ର ଚକି ପେଶା ଅଟା। ଆପଣ ଦେଖିବେ ଆଜିକାଲି ବଜାରରେ ବହୁତ ବଡ ବଡ କମ୍ପାନୀ ଥାଇ ମଧ୍ୟ ତେଲରେ ଆପଣ ଆଜି ଦେଖିବେ ସ୍ୱତନ୍ତ୍ର କାଠ ଘଣା ମେସିନ ରୁ ତିଆରି ସୋରିଷ ତେଲ ଆପଣ ଦେଖିବେ ତାର ଚାହିଦା ବହୁତ ଅଧିକା। ସେମିତି ଆପଣ ମାନେ ଯୋଉ ଜିନିଷଟି କରୁଥିବେ ତାକୁ ବ୍ରାଣ୍ଡିଂ କଲେ, ତା ସହିତ ଆପଣ ଦୁଇଟା ଯୋଉ ସାର୍ଟିଫିକେଟ ପାଇଥିବେ ସେ ଜିନିଷର ସାମଗ୍ରୀର, ସେ ସାର୍ଟିଫିକେଟ ର ତା ଦେହରେ ଲେଖା ରହିଲା ନ୍ୟୁଟ୍ରିସନାଲ ଭ୍ୟାଲୁ କଣ ଲେଖା ସଇଲା, ତାପରେ ଆପଣଙ୍କର ଲେଖା ହେଲା ଯେ କେତେ ଦିନରେ ଏକ୍ସପାୟରି କରିବ, ଆଉ ସେ ଯୋଉ ସାମଗ୍ରୀ କରିଥିବେ ସେ ସାମଗ୍ରୀ କେମିତି ପ୍ରସ୍ତୁତ ହେଇଛି, ନିଜର ଚିନ୍ତାଧାରା ଦ୍ୱାରା କେମିତି ସାମଗ୍ରୀ ଆହୁରି ବହୁଳ ଭାବେ ବିକ୍ରୟ କରାଯିବ ସେ ବିଷୟରେ ଧ୍ୟାନ ଦେଇ ତା ଦେହରେ କିଛି କ୍ୟାପସନ ଲେଖିଥିବେ, କୋଟେସନ କିଛି ଲେଖିଥିବେ। ସେ ସାମଗ୍ରୀଟା କାହିଁକି ବିକ୍ରୟ ହଉଥିବା ପୂର୍ବର ସାମଗ୍ରୀ ଠାରୁ ଏ ସାମଗ୍ରୀଟେ କାହିଁକି ଭଲ ତା ବିଷୟରେ ଲେଖିଦେବେ। ଗ୍ରାମାଞ୍ଚଳର ଶୁଦ୍ଧ ଏଇ ଜିନିଷରୁ ଆମେ ତିଆରି କରିଛୁ ତାକୁ ମେନସନ କରିଥିବେ। ତାପରେ ଆସିଲା ଆପଣଙ୍କର ବିକ୍ରୟ ବ୍ୟବସ୍ଥା। ବିକ୍ରୟ ବ୍ୟବସ୍ଥାରେ ସରକାରଙ୍କ ଦ୍ୱାରା ପ୍ରତି ଜିଲ୍ଲାରେ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ହଉଅଛି, ଜିଲ୍ଲା ସ୍ତରୀୟ ବି ପ୍ରଦର୍ଶନୀ ହଉଅଛି। ତେଣୁ ଏଇ ଗ୍ରାମୀଣ ସାମଗ୍ରୀର ପ୍ରଦର୍ଶନୀରେ ଭାଗ ନେବା ପାଇଁ ସରକାରଙ୍କର ଗୋଟେ ସଂସ୍ଥା ଅଛନ୍ତି, ତା ହଉଛି ଓର୍ମାସର ଆପଣ ମାନେ ଜାଣିଥିବେ। ଓର୍ମାସର ବିଭିନ୍ନ ପ୍ରକାର ମେଳା ବର୍ଷକୁ ପ୍ରତି ଜିଲ୍ଲାରେ ଗୋଟେ ଗୋଟେ ମେଳା ହଉଛି। ଆପଣ ମାନେ ସେ ଅଫିସ ସହିତ ବି ଯୋଗାଯୋଗ କରିପାରିବେ। ତା ବିଷୟରେ ମୁଁ ଆପଣଙ୍କୁ କହିଦଉଛି। ଏଇ ଅଫିସରେ ଯିବାକୁ ହେଲେ ଗ୍ରାମାଞ୍ଚଳରେ ସମସ୍ତେ ଜାଣିଛନ୍ତି ଏସଏଚଜି ସ୍ୱୟଂ ସହାୟକ ଗୋଷ୍ଠୀ କରନ୍ତି। ଇଣ୍ଡିଭିଜୁଆଲ ମାନେ ବ୍ୟକ୍ତି କେନ୍ଦ୍ରିକ ନ ହୋଇକିରି ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ କରିକିରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗ୍ରାମୀଣ ସାମଗ୍ରୀ ପ୍ରସ୍ତୁତ କଲେ। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରିବାକୁ ହେଲେ 13 ରୁ 15 ଜଣ ଗ୍ରାମାଞ୍ଚଳ ମହିଳା ଲାଭବାନ ହେଲେ। ତେଣୁ ତାକୁ ଟିକେ ସରକାର ଆହୁରି ବ୍ୟାପକ ଭାବେ ସେଇ ଗ୍ରାମରେ ଆର୍ଥିକ ମାନଦଣ୍ଡ ଉନ୍ନତି ପାଇଁ ସେଇ ସ୍ୱୟଂ ସହାୟକ ଗୋଷ୍ଠୀର 5-6ଟି ସ୍ୱୟଂ ସହାୟକ ଗୋଷ୍ଠୀ କି ମିଶେଇ ଦେଇ ତାର ମେମ୍ବର ମାନଙ୍କୁ ମିଶେଇ ନେଇ ଉତ୍ପାଦିକା ଗୋଷ୍ଠୀ କରାହେଲା, ଯାହାର ମିନିମମ ସଭ୍ୟାଙ୍କ ସଂଖ୍ୟା 45 ରୁ 150 ଭିତରେ ହେଇପାରିବେ। ଯେତେବେଳେ ଗୋଟେ ଗ୍ରାମ ପଞ୍ଚାୟତରେ ଗୋଟେ ଉତ୍ପାଦିତ ଗୋଷ୍ଠୀ ହେଲା, ସେତେବେଳେ ସେ ଗ୍ରାମ ପଞ୍ଚାୟତର 60 ଜଣ ମହିଳା ମିଶିକିରି ଯୋଉ ଜିନିଷଟି ତିଆରି କଲେ, ସେ ଉତ୍ପାଦିତ ଗୋଷ୍ଠୀ ମାଧ୍ୟମରେ ସେମାନେ ଓର୍ମାସ ଥ୍ରୁରେ ବି ଯାଇପାରିବେ, ବିଭିନ୍ନ ମେଳା ପ୍ରଦର୍ଶନୀରେ ଭାଗ ନେଇପାରିବେ, ତାଙ୍କର ସାମଗ୍ରୀ ତାକୁ ବିକ୍ରୟ କରେଇ ପାରିବେ। ସେଇ ସାମଗ୍ରୀ ବିକ୍ରୟ କରିବା ସହିତ ତାଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଘଟିପାରିବ। ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯୋଉ ପ୍ରଦର୍ଶନୀ କରାଯାଉଛି, ଆମର ଭାରତ ସରକାରଙ୍କ ଦ୍ୱାରା ବି ଯୋଉ ମେଳା କରାଯାଉଛି, ସେଠି ବି ବିକ୍ରୟ କରିପାରିବେ। ଆପଣ ଦେଖନ୍ତୁ ରେଲୱେ ବିଭାଗରେ ମାଟିର ଯୋଉଟା ଚାହା କପ୍ ଯାହାକୁ କୁଲର କୁହାଯାଉଛି, ଆପଣ ମାନେ ଶୁଣିକିରି ଆଶ୍ଚର୍ଯ୍ୟ ହେବେ। ଆଗେ ଭେଣ୍ଡର ମାନେ ପ୍ରାଇଭେଟ ପାର୍ଟି ସେ କୁଲର ସପ୍ଲାଏ କରୁଥିଲେ, କୋଟି କୋଟି କୁଲର ସପ୍ଲାଏ କରୁଥିଲେ ରେଲୱେରେ ଯୋଉ ଚାହା ପିଉଛନ୍ତି ଯାତ୍ରୀ ମାନେ, ସେ ମାଟିର ପାତ୍ର। ବିଗତ 3 ବର୍ଷ ହେଲା ଏଇ ଯୋଉ କୁଲରଟି
ଆମର ଇଷ୍ଟ କୋଷ୍ଟ ରେଲୱେରେ 5ଟା ଷ୍ଟେସନରେ ଯେତିକ ଟ୍ରେନ ଯାଉଛି ସେ କୁଲର ମାଟିର ପାତ୍ର ଏଇ ଗ୍ରାମାଞ୍ଚଳର ମହିଳାମାନେ ହିଁ ଉତ୍ପାଦନ କରୁଛନ୍ତି। ଲକ୍ଷ ଲକ୍ଷ କୁଲର ସେମାନେ ଇଷ୍ଟର୍ଣ୍ଣ ରେଲୱେକୁ ଯୋଗେଇ ଆସୁଛନ୍ତି। ତା ଦ୍ୱାରା ମାସିକ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିପାରୁଛନ୍ତି। ଏମିତି ସରକାରଙ୍କର ବହୁତ ଗୁଡ଼ିଏ ସଂସ୍ଥା ଅଛନ୍ତି ଯୋଉ ସଂସ୍ଥା ମାନେ ଗ୍ରାମୀଣ ଉତ୍ପାଦିତ ସାମଗ୍ରୀକୁ ପ୍ରୋତ୍ସାହନ କରୁଛନ୍ତି ବିକ୍ରୟ କ୍ରୟ କରିବା ପାଇଁ। ତା ଭିତରେ ଓର୍ମାସ ଅଛନ୍ତି, ଓର୍ମାସ ମିଶନ ଶକ୍ତି ଅଛନ୍ତି। ଏମିତି ଗୁଡେ ସଂସ୍ଥା ଅଛନ୍ତି ସରକାରଙ୍କର ଯୋଉମାନେ ଗ୍ରାମୀଣ ସାମଗ୍ରୀ ବିକ୍ରୟ କରିବା ପାଇଁ ଯୋଜନା କରିବା ସହିତ ବଡ ବଡ ସରକାରୀ ସ୍ତରରେ ଟାଇଅପ୍ କରାଉଛନ୍ତି, ବିଜନେସ୍ ଟାଇଅପ୍ କରାଉଛନ୍ତି, ବ୍ୟବସାୟିକ ମଧ୍ୟସ୍ଥତା କରାଉଛନ୍ତି। ଯେମିତି ଇଷ୍ଟ କୋଷ୍ଟ ରେଲୱେରେ ମାଟିର କୁଲରଟାକୁ ଟାଇଅପ୍ କରାହେଲା। ଏହି ଗ୍ରାମାଞ୍ଚଳର ମହିଳାମାନେ ଯେତିକ କୁଲର ପ୍ରସ୍ତୁତ କରିବେ ତାକୁ ଇଷ୍ଟର୍ଣ୍ଣ କୋଷ୍ଟ ରେଲୱେ ନେବେ। ଦ୍ୱିତୀୟ ଚାହିଦା ବଢୁଛି, ମାନେ ଏମାନେ ପ୍ରସ୍ତୁତ କରିବା ପାଇଁ ସମୟ ପାଉନାହାନ୍ତି। ଆହୁରି ଗୋଟେ ବଡ ଜିନିଷ, ସରକାରଙ୍କର ଗ୍ରାମାଞ୍ଚଳର ମହିଳାମାନେ ମାସକୁ ଟନ ଟନ ଆଇଟିସି ବୋଲି ଜଣେ କମ୍ପାନୀ ବହୁତ ବଡ, ଆପଣମାନେ ସେ ବ୍ରାଣ୍ଡ ମଙ୍ଗଳଦୀପ ବ୍ରାଣ୍ଡ ସାରା ଭାରତ ବର୍ଷରେ ଆଇଟିସି ଏତେ ବଡ କମ୍ପାନୀ ମଙ୍ଗଳଦୀପ ବ୍ରାଣ୍ଡର ଯେତିକ ଅଗରବତୀ ତାର ଯୋଉ କାଠି ମାନେ ଭିତରର କାଠି ସବୁ ଆମ ଓଡିଶାର ଗ୍ରାମୀଣ ମହିଳାମାନେ ହିଁ ତାକୁ ଉତ୍ପାଦିତ କରୁଛନ୍ତି। ସରକାରଙ୍କ ସହିତ ଗୋଟେ ରାଜିନାମା ହେଇଛି, ମହିଳାମାନେ ଯେତେ ଏଇ ଅଗରବତୀ ଉତ୍ପାଦିତ କରିବେ ସବୁ ଯାକ ଆଇଟିସି ହିଁ ନେବେ। ତା ଦେହରେ ସେମାନେ ସେଣ୍ଟିଂ କରି ଡିପିଂ କରିକି ମଙ୍ଗଳଦୀପ ବ୍ରାଣ୍ଡରେ ସେମାନେ ବିକ୍ରୟ କଲେ। ତେଣୁ ଯଦି ଜିନିଷର ଗୁଣବତ୍ତା ବୃଦ୍ଧି ପାଉଛି, ଜିନିଷର ମାନଦଣ୍ଡ ବୃଦ୍ଧି ପାଉଛି, ଉନ୍ନତ ଧରଣର ପ୍ୟାକେଜିଂ କରୁଛନ୍ତି, ଆଉ ବଡ ବଡ କମ୍ପାନୀ ଯୋଉ ଟାଇପର ଚାହୁଁଛନ୍ତି ସେଇ ଟାଇପର ଗ୍ରାମୀଣ ମହିଳାମାନେ କରିପାରୁଛନ୍ତି, ତାହେଲେ ସେ କମ୍ପାନୀ ମାନେ ତାକୁ ବି ନଉଛନ୍ତି। ବାହାରେ ବିକ୍ରୟ ଅଧିକା ବି ହେଇଯାଉଛି। ଗୋଟେ ମା ଯଦି ଘରେ ବସିଥିଲେ, ଗ୍ରାମୀଣ ମା ଜଣେ, ସେ ମାସକୁ ଯଦି 2000ରୁ 2500 ଟଙ୍କା କମେଇଲେ ଏଇ ସାମଗ୍ରୀ ବିକ୍ରୟ କରି, ଆପଣ ମାନେ ଭାବିଲେ ଗୋଟେ ମହିଳା ଯଦି ମାସକୁ 2000ରୁ 3000 ମା ଜଣେ କମେଇଲା, ତାଙ୍କ ପିଲାଙ୍କର ଟ୍ୟୁସନ ଠୁ ଆରମ୍ଭ କରିକିରି ଗ୍ରାମାଞ୍ଚଳରେ ସେ ତ ସବୁ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ରାଶି ଦଉଛନ୍ତି। 2500 ଟଙ୍କା କେତେ ବଡ ଜିନିଷ ତାଙ୍କ ପାଇଁ ହେଇପାରିଲା। କିନ୍ତୁ ଏବେ ତ ବହୁତ ଗୁଡେ ସରକାରଙ୍କ ଯୋଜନା ଅନୁଯାୟୀ ଏଇ ସାମଗ୍ରୀର ବିକ୍ରୟ ତାଙ୍କୁ ବିଜନେସ ଟାଇଅପ୍ ଆଉ ବାହାରେ ତାଙ୍କ ସାମଗ୍ରୀର ବିକ୍ରୟର ବ୍ୟବସ୍ଥା, ତା ସହିତ ଯୋଉ ଗ୍ରାମୀଣ ମହିଳା ମାନଙ୍କର ସାମଗ୍ରୀ ଯେତେ ଅଧିକା ଯୋଉଠି ବିକ୍ରି ହେଇପାରୁଛି ତାଙ୍କୁ ରାଜ୍ୟ ସରକାର ମଧ୍ୟ ସମ୍ମାନିତ କରୁଛନ୍ତି ସେଇ ଉତ୍ପାଦିକା ଗୋଷ୍ଠୀ କି। ତେଣୁ ଆମେ ମାନେ ସମସ୍ତେ ତିନିଟି ଜିନିଷ, ଗୋଟେ ଗୁଣବତ୍ତା, ଦ୍ୱିତୀୟରେ ମାନଦଣ୍ଡ ନିର୍ଦ୍ଧାରଣ, ତୃତୀୟରେ ବ୍ରାଣ୍ଡିଂ, ଚତୁର୍ଥରେ ପ୍ୟାକେଜିଂ ସହିତ ତାର ଯୋଉ ଗୁଣବତ୍ତା ଜିନିଷ ଅଛି ତାକୁ ଲେଖିବାକୁ ପଡିବ। ବିକ୍ରୟ କରିକି ନିଜର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାକୁ ପଡିବ, ଆଉ କରୁଛନ୍ତି ମଧ୍ୟ। କିନ୍ତୁ ଆପଣ ମାନେ ଯଦି ଏ ବିଷୟରେ ଆଉ ଟିକେ ଧ୍ୟାନ ଦିଅନ୍ତି, ଆ ବିଷୟରେ ଏଇ ସାମଗ୍ରୀ ଉତ୍ପାଦନ କରିବା ପଛରେ ଆପଣ ମାନେ ଯଦି ନିଜେ ଆହୁରି ଟିକେ ଭଲ ଭାବେ ତିଆରି କରନ୍ତି, ଏଇ ମାଧ୍ୟମରେ ଆପଣ ମାନେ ଯଦି କରନ୍ତି, ତାହେଲେ ନିଶ୍ଚୟ ଆଗକୁ ଆପଣ ମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ। ମହାଶୟ ଖୁବ୍ ସହଜ, ସରଳ ଏବଂ ସୁନ୍ଦର ଭାବରେ ଶିକ୍ଷାଦାନ କଲେ। ତେବେ ଏହି ଶିକ୍ଷାଦାନରୁ ଆପଣମାନେ କଣ ବୁଝିଲେ? ପରୀକ୍ଷା କରିବା ପାଇଁ ମହାଶୟ ଏବେ ପ୍ରଶ୍ନ 3ଟି ଡାକି ଦେଉଛନ୍ତି, ଟିପିକି ରଖନ୍ତୁ। ପ୍ରଥମ ପ୍ରଶ୍ନ, ଗ୍ରାମୀଣ ସାମଗ୍ରୀର ବିକ୍ରୟ ପାଇଁ ମହିଳାମାନେ କେଉଁ କେଉଁ ବିଷୟରେ ଧ୍ୟାନ ଦେବାକୁ ପଡିବ? ପ୍ରଶ୍ନଟି ଆଉ ଥରେ ମୁଁ କହିଦେଉଛି, ଗ୍ରାମୀଣ ସାମଗ୍ରୀର ବିକ୍ରୟ ପାଇଁ ମହିଳାମାନେ କେଉଁ କେଉଁ ବିଷୟରେ ଧ୍ୟାନ ଦେବାକୁ ପଡିବ? ଦ୍ୱିତୀୟ ପ୍ରଶ୍ନ, ଗ୍ରାମୀଣ ସାମଗ୍ରୀର ବିକ୍ରୟରେ ମହିଳାମାନଙ୍କ କଣ ଉନ୍ନତି ହୁଏ? ଆଉ ଥରେ ଦ୍ୱିତୀୟ ପ୍ରଶ୍ନଟି କହିଦେଉଛି, ଗ୍ରାମୀଣ ସାମଗ୍ରୀ ବିକ୍ରୟ ହେବା ଦ୍ୱାରା ମହିଳାମାନଙ୍କର କଣ କଣ ଉନ୍ନତି ହୁଏ? ତୃତୀୟ ପ୍ରଶ୍ନ, ଗ୍ରାମୀଣ ସାମଗ୍ରୀ ବିକ୍ରୟ ପାଇଁ ସରକାରଙ୍କର କେଉଁ କେଉଁ ବିଭାଗ ସହଯୋଗ କରୁଛନ୍ତି? ତୃତୀୟ ପ୍ରଶ୍ନ ଆଉ ଥରେ କହିଦେଉଛି, ଗ୍ରାମୀଣ ସାମଗ୍ରୀ ବିକ୍ରୟ ପାଇଁ ସରକାରଙ୍କର କେଉଁ କେଉଁ ବିଭାଗଙ୍କ ଦ୍ୱାରା ସହଯୋଗ ମିଳୁଅଛି? ପ୍ରଶ୍ନ 3ଟି ତ ଲେଖି ସାରିବେଣି। ତେବେ ଆଉ ଡେରି ନ କରି ଏହାର ଠିକ୍ ଉତ୍ତର ଲେଖି ଆମ ପାଖକୁ 7 ଦିନ ଭିତରେ ଚିଠି ପଠାନ୍ତୁ। ଆମର ଠିକଣା ହେଲା ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ଶ୍ରୋତାବନ୍ଧୁ, ଗତ ସେପ୍ଟେମ୍ବର ମାସ 7 ତାରିଖ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ଶିକ୍ଷାଦାନର ବିଷୟ ଥିଲା
ଲାଭଜନକ ବରଗୁଡ଼ି ଚାଷ। ଶିକ୍ଷାଦାନ କରିଥିଲେ ରୋଜାଲିନ୍ ମହନ୍ତ। ଶିକ୍ଷାଦାନ ଶେଷରେ ମହାଶୟା ଯେଉଁ ପ୍ରଶ୍ନ ତିନୋଟି ଡାକି ଦେଇଥିଲେ ତାର ଠିକ୍ ଉତ୍ତର ଏବେ କହି ରଖୁଛନ୍ତି। ମୋର ପ୍ରଥମ ପ୍ରଶ୍ନଟି ଥିଲା ବରଗୁଡ଼ି ଚାଷ କରିବାକୁ ହେଲେ ଏକର ପ୍ରତି କେତେ ବିହନ ଦରକାର ପଡ଼ିଥାଏ? ତେବେ ତାର ସଠିକ ଉତ୍ତର ହେଉଛି ଯଦି ଆମେ ବର୍ଷା ଦିନେ ଚାଷ କରୁଛୁ 5 ରୁ 6 କିଲୋଗ୍ରାମ ପ୍ରତି ଏକର ଏବଂ ଖରା ଦିନିଆ ଚାଷ କଲେ 8 ରୁ 10 କିଲୋଗ୍ରାମ ପ୍ରତି ଏକର ବିହନ ଦରକାର ପଡ଼ିଥାଏ। ତେବେ ମୋର ଦ୍ୱିତୀୟ ପ୍ରଶ୍ନଟି ଥିଲା ବରଗୁଡ଼ି ଚାଷରେ ସାଧାରଣତଃ କେଉଁ ପୋକ ଅଧିକ କ୍ଷତିକାରକ ହୋଇଥାଏ? ତେବେ ମୁଖ୍ୟତଃ ଦୁଇଟି ପୋକ ବେଶୀ କ୍ଷତିକାରକ ସାବ୍ୟସ୍ତ ହୋଇଥାନ୍ତି। ପ୍ରଥମଟି ହେଉଛି ଜଉ ପୋକ ଓ ଛୁଇଁ ବିନ୍ଧା ପୋକ। ତେବେ ମୋର ତୃତୀୟ ପ୍ରଶ୍ନ ଥିଲା ଜଉ ପୋକର ନିରାକରଣ କିପରି କରିବା? ତେବେ ଶ୍ରୋତା ବନ୍ଧୁ ଜାଣି ନିଅନ୍ତୁ ତାର ସଠିକ ଉତ୍ତର ହେଉଛି ଜଉ ପୋକର ନିରାକରଣ କରିବା ପାଇଁ ଆମକୁ ଥାଇମେଥକ୍ସାମ 80 ଗ୍ରାମ ପ୍ରତି ଏକର ସ୍ପ୍ରେ କରିବା କିମ୍ବା ଇମିଡାକ୍ଲୋପ୍ରିଡ୍ 50 ml ପ୍ରତି ଏକର ଆମେ ସ୍ପ୍ରେ କରିବା। ଯୋଉ ଶ୍ରୋତା ଭାଇ ଓ ଭଉଣୀ ମାନେ ଠିକ୍ ଉତ୍ତର ଲେଖି ଆମ ପାଖକୁ ଚିଠି ଲେଖିଛନ୍ତି ସେମାନେ ହେଲେ ପ୍ରଫୁଲ୍ଲ କୁମାର ପଣ୍ଡା, ଗ୍ରାମ ମିଟୁଆଣୀ, ପୋଷ୍ଟ ବାରବାଟୀ, ଭାୟା ଖଣ୍ଡପଡ଼ା, ଜିଲ୍ଲା ନୟାଗଡ଼ ଏବଂ ଆପଣ ହେଲେ ଅଞ୍ଜୁ ଦାସ, ପାରେଶ୍ୱର ସାହି, ଷ୍ଟେସନ ବଜାର, କଟକ। ଯାହା ହେଉ ଶ୍ରୋତା ବନ୍ଧୁ ଆପଣମାନେ ଠିକ୍ ଉତ୍ତର ଲେଖି ଆମ ପାଖକୁ ଚିଠି ପଠାଉଥିବାରୁ ଆପଣମାନଙ୍କୁ କୃଷି ଶିକ୍ଷା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତା ବନ୍ଧୁ ଆଜି ତ ସମୟ ହେଇଗଲାଣି। ତେବେ ଆଜିର ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।